କାରଣ ସାର୍ ଆମର ଦାବି ହେଉଛି ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମେ ସାର୍ ବସିଛୁ। ଦାବି ହେଉଛି ସାର୍ ଆମର ବର୍ଷ କାମ ଦେବା ସହିତ ସ୍ଥାୟୀ ନିଯୁକ୍ତି ଚାହୁଁ ସାର୍। ଆଉ ଯେଉଁଟାକି ଆମର ବିଗତ ମାନଙ୍କରେ ବିଗତ ବର୍ଷ ଯେଉଁଟାକି 24-25 ବର୍ଷରେ ଆମର କାମ ବନ୍ଦ ଥିଲା ଆଜ୍ଞା। ତେଣୁକରି ଆମେ ପିଲା ଛୁଆ ବହୁତ ଘର ପରିବାର ଚଳନ ପାଇଁ ଅସୁବିଧା ଅନୁଭବ କରୁଛୁ। ତେଣୁକରି ସରକାରଙ୍କୁ ଅନୁରୋଧ କରୁଛୁ ଏହି ଚଳିତ ବର୍ଷ କାମ ଦେବା ସହିତ ସ୍ଥାୟୀ ନିଯୁକ୍ତି ଦେଲେ ଆପଣଙ୍କଠାରେ ଚିରପକୃତ ହେବୁ ସରକାରଙ୍କ ଠାରେ। ୟା ଆଗରୁ ବସିଥିଲୁ ଆଜ୍ଞା। ବସିନଥିଲୁ ତ ରାଲି କରୁଥିଲୁ। ରାଲି ମାଧ୍ୟମରେ ଜଣାଇଥିଲୁ ଆମେ ବିଜେଡ଼ି ସରକାରକୁ। ଆମର କୃଷିମନ୍ତ୍ରୀ ଆମର ପ୍ରତାପ ସ୍ୱାଇଁ ରାଜା ସ୍ୱାଇଁ, ତାପରେ ଆମର ଉଦୟନୀଳକୁ ଜଣାଇଥିଲୁ। ଆଜ୍ଞା ବିଜେଡ଼ି ସରକାର ଥିଲା ଆଜ୍ଞା। ନା ବିଜେଡ଼ି ଆଜ୍ଞା ବିଜେପି ସରକାର ଆଜ୍ଞା ଜଣାଇଛୁ ଆଜ୍ଞା। ବର୍ତ୍ତମାନ ବି ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦାବି କରୁଛୁ। ଆମ ପୂରଣ ହେଲେ ଆମେ ଘରେ ଯିବୁ ଆଜ୍ଞା। ଆମେ ତ ଦେବା ପାଇଁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ସେ ପ୍ରତିଶ୍ରୁତି ଆମର ଦାବି ପୂରଣ କଲେ ଆମେ ଚିରପକୃତ ହେବୁ।